ଅଁଳା ନବମୀ ପଡ଼େ ପବିତ୍ର କାର୍ତ୍ତିକ ମାସରେ। ଅଁଳା କୋଳିରେ ଏତେ ଗୁଣ ଭରି ରହିଛି ଯେ କହିଲେ ନ ସରେ। କେଶ ତ୍ୱଚା ପାଇଁ ପୁରାପୁରି ରାମବାଣ ଏଇ ଅଁଳା କୋଳିରେ ପ୍ରସ୍ତୁତ ହୁଏ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ। ଆଜି ବନେଇବା ଅଁଳାରେ ଖଟା ମିଠା ଆଚାର ବିନା ତେଲ ବିନା ଚିନି ବିନା ଖରାରେ ସ୍ୱାଦଟା ପୁରାପୁରି ଚଟପଟା ପ୍ରସ୍ତୁତ ହେଇଯିବ ଅତି ସହଜରେ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସବୁଠୁ ସହଜ ଉପାୟରେ ଅଁଳାରେ ଖଟା ମିଠା ଆଚାର ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଯେତେବେଳେ ବି ଅଁଳାର ଆଚାର ପ୍ରସ୍ତୁତ କରିବେ ଅଁଳା ଭଲ ଭାବରେ ବାଛିକି ନେବେ, ଯେମିତି ଉପରେ ଦାଗ ନଥିବ ଆଉ ପୁରା ତାଜା ଅଁଳା ହେଇଥିବ। ତାହେଲେ ଆଚାର ବେଶୀ ଦିନ ରହିବ, ତା ସହିତ ବେଶୀ ସୁଆଦିଆ ଲାଗିବ। ପୁରା ତାଜା ଅଁଳା ତାକୁ ଭଲ ଭାବରେ ଧୋଇଦେବେ। ଧୋଇ ସାରିବା ପରେ ତାକୁ ଭଲ ଭାବରେ ପୋଛିଦେବେ, ଯେମିତି ଅଁଳାର ଉପରେ କିଛି ପାଣି ନଥିବ। ପାଣି ଲାଗିକି ନଥିବ। ଭଲ ଭାବରେ ଗୋଟେ ସୂତା କପଡ଼ାରେ ପୋଛି ସାରିବା ପରେ ଆମେ ତାକୁ ସିଝେଇବା। ଅଁଳାକୁ ଯେତେବେଳେ ବି ସିଝେଇବେ ସିଧାସଳଖ ପାଣିରେ ସିଝେଇବେନି। ସିଧାସଳଖ ପାଣିରେ ସିଝେଇଲେ ଅଁଳାର ବହୁତ ଗୁଣ ନଷ୍ଟ ହୋଇଯାଏ। ଆମେ କ'ଣ କରିବା ନା ଅଁଳାକୁ ବାମ୍ଫରେ ସିଝେଇବା, ଯାହାଫଳରେ କି ଅଁଳାର ଗୁଣ ବହୁତ ଭରି ହେଇକି ରହିବ। ଆଉ ଜଲ୍ଦି ପ୍ରସ୍ତୁତ କରିବା ପାଇଁ ଆମେ ପ୍ରେସର କୁକରରେ ପ୍ରସ୍ତୁତ କରୁଛୁ। ଏଠି ପ୍ରେସର କୁକରରେ ଟିକେ ପାଣି ନେଇଯିବା। ଚାହିଁଲେ ଆପଣମାନେ ଗୋଟେ ଷ୍ଟାଣ୍ଡ ରଖିକି ଗୋଟେ ଥାଳିରେ ମଧ୍ୟ ଏମିତି ଅଁଳାକୁ ସିଝେଇ ପାରିବେ। ନଚେତ ଏମିତି ଇଟଲି ଷ୍ଟାଣ୍ଡରେ ମଧ୍ୟ ଆପଣମାନେ ଅଁଳା କୋଳିକୁ ରଖିକି ମିଡ଼ିୟମ ଫ୍ଲେମ୍ରେ ଗୋଟେ ହୁଇସିଲ୍ ଆସିବା ପାଇଁ ଛାଡ଼ିଦେବେ। ଏଠି ଆମେ ଗୋଟେ ମସଲାର ଗୁଣ୍ଡ ପ୍ରସ୍ତୁତ କରିବା। ତାୱାକୁ ବସେଇଦେବା ପୁରା କମ୍ ଜାଳରେ। ଗୋଟେ ଚାମଚ ନେବା ଜିରା, 1/4 ଛୋଟ ଚାମଚ ନେବା ମେଥି, ଗୋଟେ ଚାମଚ ନେବା ଗୋଲମରିଚ, 2 ଚାମଚ ନେବା ପାନମହୁରି, ଗୋଟେ ଛୋଟ ଚାମଚ ନେବା ସୋରିଷ, କଳା ସୋରିଷ ବା ଧଳା ସୋରିଷ ମଧ୍ୟ ନେଇପାରିବେ। ବେଶୀ ମସଲାର ବ୍ୟବହାର କରିବେନି ଏଠି। ତାପରେ ରାଗ ପାଇଁ ଟିକେ ଶୁଖିଲା ଲଙ୍କା କିଛି 8-10ଟିକୁ ଭାଜିଦେବା। ଏଇସବୁକୁ ମିଶାଇକି ଅଳ୍ପ ସମୟ ପାଇଁ ଭାଜିବେ, 3ରୁ 4 ମିନିଟ୍ ପାଇଁ କମ୍ ଜାଳରେ। ଆମେ ଟିକେ ଲଙ୍କାକୁ ଏମିତି ଛିଣ୍ଡେଇ ଦେବା, ଯାହାଫଳରେ କି ଗୁଣ୍ଡ କଲାବେଳେ ସହଜରେ ଗୁଣ୍ଡ ହୋଇଯିବ। ଏଠି ବହୁତ ବଢ଼ିଆ ବାସ୍ନା ଆସିବ। ଆଉ ଏଇ ମସଲା ଗୁଣ୍ଡକୁ ଆମେ ଯେକୌଣସି ଖଟା ପ୍ରସ୍ତୁତ କଲାବେଳେ ମଧ୍ୟ ବ୍ୟବହାର କରିପାରିବା। ବେଶ ସୁଆଦିଆ ଲାଗିବ ଆମର ଏଇ ବ୍ୟଞ୍ଜନଟି। ଆଉ ବେଶୀ ବି ଅଧିକ ମସଲାର ବ୍ୟବହାର କରିବେନି। କମ୍ ମସଲାରେ ବହୁତ ବଢ଼ିଆ ଲାଗିବ ଆମର ଆଜି ଖଟା ମିଠା ଅଁଳାର ଆଚାର। ଏବେ ଆମେ କ'ଣ କରିବା ନା ଏଇ ଯେଉଁ ଭାଜିଲେ ଏଇସବୁ ମସଲାକୁ ଟିକେ ଥଣ୍ଡା କରିଦେବା। ଥଣ୍ଡା ହେଇସାରିଲା ପରେ ତାକୁ ଆମେ ଗୁଣ୍ଡ କରିବା। ଦରଦର ଗୁଣ୍ଡ କରିକି ପ୍ରସ୍ତୁତ କରିବେ। ବିଲକୁଲ ଫାଇନ୍ ପାଉଡ଼ର କରିବେନି କି ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରିବେନି। ଏମିତି ବଢ଼ିଆ ଭାବରେ ଚୁରି ଦେବେ, ଯେମିତି ଦରଦର ଗୁଣ୍ଡ ହେଇକି ପ୍ରସ୍ତୁତ ହେବ। ବହୁତ ବଢ଼ିଆ ବାସ୍ନା ଆସିବ, ସ୍ୱାଦ ବି ବହୁତ ବଢ଼େଇ ଦେବ ଏଇ ମସଲା ଗୁଣ୍ଡ। ଆପଣମାନେ ଯେତେବେଳେ ଖଟା ପ୍ରସ୍ତୁତ କରୁଥିବେ, ଯେକୌଣସି ଖଟା ଯେମିତିକି ଟମାଟୋ ହେଲା, କଖାରୁ ହେଲା, ଓଉ ହଉ କିମ୍ବା ଯେକୌଣସି ଖଟା ବି ପ୍ରସ୍ତୁତ କରନ୍ତୁ, ଏଇ ମସଲା ଗୁଣ୍ଡର ଗୋଟେ ବଡ଼ ଚାମଚ ପକାଇଦେବେ। ଦେଖିବେ ସ୍ୱାଦ ସହିତ ବାସ୍ନା ବି ବହୁତ ବଢ଼ିଯିବ, ସ୍ୱାଦିଷ୍ଟ ବି ବେଶ ରହିବ। ଏବେ ଦେଖନ୍ତୁ ଆମର ମସଲା ଗୁଣ୍ଡ ପ୍ରସ୍ତୁତ ହେଇଯାଇଛି। ଏପଟେ ଆମର ପ୍ରେସର କୁକରରେ ଅଁଳା ଗୋଟେ ସିଟି ଦେଲା ପରେ ଅଟୋମେଟିକ୍ ଏୟାର ଗଲା ପରେ ଆମେ ଅଁଳା ସବୁକୁ କାଢ଼ିବା। ଏଠି ଦେଖନ୍ତୁ ଅଁଳା ବଢ଼ିଆ ଭାବରେ ସିଝି ଯାଇଛି। ଆଉ ଏମିତି ଅଁଳା ସିଝିଗଲେ ଆରାମରେ ମଞ୍ଜିକୁ ଆମେ ବାହାର କରିପାରିବା। ଏଠି ଦେଖନ୍ତୁ ଆମେ ସବୁ ଅଁଳାରୁ ମଞ୍ଜି ଗୁଡ଼ିକୁ ବାହାର କରିଦେବା। ତାପରେ ଟିକେ ଛୋଟ ଛୋଟ ଖଣ୍ଡ କରିଦେବା। ଏମିତି ସହଜରେ ଆପଣମାନେ ଅଁଳାକୁ ପ୍ରସ୍ତୁତ କରିକି ତାପରେ ଆଚାର ପ୍ରସ୍ତୁତ କରିପାରିବେ। ଏଠି ଦେଖନ୍ତୁ ମୁଁ ଟିକେ ହାଲକା ପଙ୍ଖା ତଳେ ଶୁଖାଇ ଦେଇଥିଲି ମାତ୍ର 15ରୁ 20 ମିନିଟ୍ ପର୍ଯ୍ୟନ୍ତ। ଏଥିରେ ଆମେ ଦେବା ଏବେ ସ୍ୱାଦ ଅନୁସାରେ ଲୁଣ। ଆଚାରରେ ଟିକେ ଲୁଣ ଭାଗ ଥିଲେ ବେଶୀ ଭଲ ଲାଗେ। ମୁଁ ଏଠି 1.5 ବଡ଼ ଚାମଚ ଦେଇଛି ଲୁଣ। ତାପରେ ଅଳ୍ପ ଟିକେ ହଳଦୀ ଗୁଣ୍ଡ, ତା ସହିତ ଭଲ ରଙ୍ଗ ପାଇଁ ଗୋଟେ ଚାମଚ ନେଇଛି ଲଙ୍କାଗୁଣ୍ଡ, କାଶ୍ମୀରୀ ଲଙ୍କାଗୁଣ୍ଡ। ତା ସହିତ ଆମେ ଯେଉଁ ମସଲା ଗୁଣ୍ଡ ପ୍ରସ୍ତୁତ କରିକି ରଖିଥିଲେ ସବୁ ଜିନିଷ ମସଲା ଭାଜିକି, ସେଇ ମସଲା ଗୁଣ୍ଡରୁ 2 ବଡ଼ ଚାମଚ ଏଠି ଦେଇଦେବା। ଆପଣମାନେ ଦେଖିବେ ଅଁଳା କୋଳିର ଯେତିକି ପରିମାଣ ସେଇ ଅନୁସାରେ ଆପଣମାନେ ନେବେ ମସଲା ଗୁଣ୍ଡ। ତା ସହିତ ଟିକେ ଚଟପଟା ପାଇଁ କଳା ଲୁଣ ନେବା ଅଧା ଛୋଟ ଚାମଚ, ଆଉ ଗୋଟେ ଛୋଟ ଚାମଚ ନେବା ଚାଟ୍ ମସଲା ପାଉଡ଼ର। ପୁରା ଚଟପଟା ହେଇକି ପ୍ରସ୍ତୁତ ହେବ ଆମର ଏଇ ଅଁଳାର ଖଟା ମିଠା ଆଚାର। ଏବେ ଆମେ ଏସବୁକୁ ଭଲ ଭାବରେ ଗୋଳେଇ ଦେବା। ଏମିତି ବଢ଼ିଆ ଭାବରେ ଗୋଳେଇ ଦେଲେ କ'ଣ ହେବ ନା ଅଁଳା କୋଳି ଚାରିପଟେ ବଢ଼ିଆ ଭାବରେ ଲାଗିକି ରହିଯିବ ଏଇ ମସଲା ସବୁ। ଏବେ ଆମେ ତାକୁ ଟିକେ କଡ଼କୁ ରଖିଦେବା।
एबे तापरे आमे जेहेतु प्रस्तुत करूचे आज खट्टा मीठा अँला आचार से आमे मीठा पाई नबा गुड़। आपण माने चाहिए मिश्री रे मध्य प्रस्तुत करि परिबे किंतु चीनी बिल्कुल व्यवहार करिवेनी। गुड़ रे कले प्रथमतः स्वास्थ्य प्रति बहुत भल, द्वितीयतः स्वाद भी बेस बढ़िया रहिबो, रंग भी बहुत बढ़िया आसीबो। एबे आमे गुड़ नबा जेतिकी नैथिबा अँला सेतिकी नबा गुड़। जेहेतु मु एठी नेछि अध किलो अँला सेथिपाई मु एठी नेछि अध किलो गुड़। गुड़ को प्रथमे मध्यम जाल रे बसेकी 2 ରୁ 3 बड़ चामच देदेबा पानी, तापरे जाल को टिके कम करदेबा। लो मीडियम फ्लेम रे आमे गुड़ को पाग करबा। देखिबे 5 मिनिट पर गुड़ टिके टिके अठालिया अठालिया हो जिवो बा पाग होइकी प्रस्तुत हो जिवो। एठी देखंतु गुड़ एठी बढ़िया भाव में पाग हो जाइछि। एमिति पाग हो सारिबा परे आमे जो प्रस्तुत करिकी रखिथिले अँला कोली को छोट छोट खंड करिकी काटिकी मसला रे गोळेकी रखिथिले सेही मसला अँला को एठी देदेबा। देखी आउ 5 मिनिट पई ताको टिके रांधी दबा, जहा फଳରେ कि गुड़ सहित ए अँला पड़ला माने टिके पानिया ही जिवो। किंतु बिल्कुल व्यस्त हेबेनी, 5 मिनिट पई टिके मध्यम जाल रे भल भाव में ताकू रांधी देबे, जहा फଳରେ कि टिके सुखिला सुखिला हे जिवो। किंतु बेसी भी कड़ा करिवेनी कि बेसी भी सुखिला करिवेनी, नहेले कण हबो ना अँला कोली पूरा पूरी सुखिकी टाण हो जिवो। सेथि प्रति निश्चय ध्यान देबे। एमिति जेमिति देखुचंती सेमिति टिके पानी पानी हिकी थिबो, लटपट हिकी थिबो, सेमिति हबा भितरे आमे बाहर कर देबा आ ताको ठंडा हबा को छाडी देबा। देखंतु एमिति पूरा लटपट हिकी हमर प्रस्तुत हो गला अँला कोलीर खट्टा मीठा चटपटा आचार। ए आचार को आपण माने बहुत दिन पर्यंत रखिके खाई परिबे। आ जेते बेले रखिबे काच बोतल रे रखिबे। काच बोतल को प्रथमे भल भाव में धोईकी ताको खरारे सुखई देबे, तापर आपण माने एथिरे आचार रखिबे। आ जेते बेले आचार काढिबे सब बेले सुखिला चामचर व्यवहार करिवे। देखिबे आचार बहुत दिन रहिबो, स्वाद जबरदस्त रहिबो। एमिति थरे प्रस्तुत करंतु बिना चीनी बिना खरा बिना तेल रे खट्टा मीठा अँला आचार पूरा पूरी स्वादिष्ट। एमिति प्रस्तुत करंतु, खांतु, समस्त को खुआंतु। आजिर प्रस्तुति आपण मानकु केमिति लागिला विनम्रतार सहित अनुरोध निश्चय जणैबे। भल लागिथिले लाइक शेयर सब्सक्राइब करबा सहित हाइप मध्य करदेबे। तेबे आजि पई एतिकी। जय जय जगन्नाथ।